ସାଙ୍ଗରେ ମିଶିବ। ସେଦିନ ମୁଁ କହିଥିଲି ଚାରିଟା ଚାପ ଅନ୍ତଃକରଣ କୋଉଗୁଡ଼ାକ ଚିତ୍ତ ମନୋବୁଦ୍ଧି ଅହଙ୍କାର। ମନୋବୁଦ୍ଧି ଅହଙ୍କାର କେତେକ ଚିତ୍ତକୁ ତା ସାଙ୍ଗରେ ମିଶାଇଛନ୍ତି, କେତେକ ଅଲଗା କରିଛନ୍ତି। ଏବେ ଚିତ୍ତ ହେଉଛି ମନର ବେସ୍ ଲାଇନ୍, ପ୍ରଥମ ମହଲା। ସେଇଟା ହେଉଛି ଷ୍ଟୋର ହାଉସ୍ ଅଫ୍ ମେମୋରି। ଯେତେ ସ୍ମରଣ ଶକ୍ତି ତା ମେମୋରିର ଷ୍ଟୋର ହାଉସ୍ କିଏ? ଚିତ୍ତ। ଏବଂ ତାର ବୃତ୍ତି ହେଉଛନ୍ତି ମନ, ମାନସ, ବୁଦ୍ଧି, ଅହଙ୍କାର। ବୃତ୍ତି ମାନେ ତା ଥଟ୍ ୱେଭ୍ସ, ପ୍ରତି ମୁହୂର୍ତ୍ତରେ ଆମର ଯେଉଁ ଚିନ୍ତା ବା ଥଟ୍ ୱେଭ୍ ଯାଉଛି ସେଗୁଡ଼ା ତା ବୃତ୍ତି। ଆଉ ଗୋଟେ ଏକ୍ସାମ୍ପଲ୍ ମୁଁ ଦେଇଥିଲି ଯେ ମନ ଯଦି ଗୋଟେ ଚିତ୍ତ ଯଦି ଗୋଟେ ହ୍ରଦ ହେଲା, ତେବେ ଏ ହ୍ରଦ ହେଲା ଏ ମନୋବୁଦ୍ଧି ଅହଙ୍କାର ତାର ସବୁ ଢେଉ। ସବୁବେଳେ ମନ ଭିତରେ କିଛି ଗୋଟେ ଭାବନା ଆସୁଛି। ମନ ହେଲା ବିକ୍ଷିପ୍ତ ମନ। ମନର ତିନିଟା ଅବସ୍ଥା, ଗୋଟା ଚେତନ, କନସିୟସ୍, ଅବଚେତନ, ସବକନସିୟସ୍, ଅଚେତନ, ଅନକନସିୟସ୍। ଆମେ ବର୍ତ୍ତମାନ ଚେତନ ମନରେ ଅଛୁ। ସବକନସିୟସ୍ ଶୋଇଲା ପରେ ଆମେ ସବକନସିୟସ୍, ଶୋଇଲା ପରେ ଆମେ ସବକନସିୟସ୍। ଅନକନସିୟସ୍ କେତେବେଳେ? ତା ଜରିଆରେ କୋମାଟେ ଗଲା, ଜେନେରାଲ ଆନେସ୍ଥେସିଆ ଦିଆଗଲା, କୋମାଟେ ଯଦି କୌଣସି ଆକ୍ସିଡେଣ୍ଟରେ ଅନକନସିୟସ୍ ହେଇଗଲା। ତେଣୁ ମନର ଏଇ ତିନିଟା ଅବସ୍ଥା। এই সবকনসিয়াস মাইন্ড যেটা সেইটা মানে চিত্তর মানে অবস্থা। তেমন বর্তমান পাতঞ্জলি সে যে মনকু নিয়ন্ত্রণ করা যে চিত্তবৃত্তি বিরোধ, চিত্ত তা বৃত্তি বুঝিলে চিত্ত হল বেসলাইন, তা বৃত্তি হল যে থট ওয়েভস, ସବୁବେଳେ ମନ ଭିତରେ ଯେଉଁ ୱେଭ୍ସ ଆସୁଛି ସେ ଚିତ୍ତବୃତ୍ତି ବିରୋଧ କରିକି ମନକୁ ସ୍ଥିର କଲେ ମନ ଆତ୍ମାକୁ ନେଇକି ପରମାତ୍ମା ମିଶାଇ। ତେଣୁ ସିଏ ଗୋଟେ ଯୋଜନା କଲେ କେମିତି ଏହି ଚିତ୍ତବୃତ୍ତି ନିରୋଧ କରିବା। ଚିତ୍ତବୃତ୍ତି ନିରୋଧ କରିବାକୁ ସେ ଯୋଗକୁ 8 ଭାଗରେ ବିଭକ୍ତ କଲେ, ଅଷ୍ଟାଙ୍ଗ ଯୋଗ। ପ୍ରଥମ ଯେଉଁ 4ଟା ଯମ, ନିୟମ, ଆସନ, ପ୍ରାଣାୟାମ, ଇଏ ହେଲା ହଠ୍ ଯୋଗ। ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି ସିଏ ହେଲା ରାଜଯୋଗ। ହଠ୍ ଯୋଗର କାମ ହେଲା ସେ ସ୍ୱାସ୍ଥ୍ୟକୁ ଠିକ୍ ରଖିବ। ଯେଉଁ ତାଙ୍କର ଉଦ୍ଦେଶ୍ୟ କ'ଣ ରହିଲା? ମନକୁ ନିୟନ୍ତ୍ରଣ କରିବାକୁ। ଆପଣଙ୍କ ଦେହ ଯଦି ଠିକ୍ ନଥିବ, ଗୋଡ଼ରେ ଗୋଟେ ପେନ୍ ହେଉଥିବ, ଆପଣ ମନ ସ୍ଥିର ହେବ କି? ଶରୀର ଧର୍ମାର୍ଥ କାମ ମୋକ୍ଷାଣାମ୍ ଆରୋଗ୍ୟମ୍ ମୂଳମୁତ୍ତମ। ଏଇ ଯେଉଁ ଆମର ମୂଳ ଲକ୍ଷ୍ୟ ହେଉଛି ଚତୁର୍ବର୍ଗ ସାଧନ, ଧର୍ମାର୍ଥ କାମ ମୋକ୍ଷ ମଣିଷର, ତାର ମୂଳ ଲକ୍ଷ୍ୟ